ପ୍ରତିଦିନର ଚିନ୍ତା ଓ ପ୍ରାର୍ଥନା ସ୍ୱାମୀ ପରମାନନ୍ଦ। ଜାନୁଆରୀ 18। ଦିନଟିର ପ୍ରଧାନ ଚିନ୍ତା। ସାଧାରଣ ଲୋକ ଅହଙ୍କାରର ବଶବର୍ତ୍ତୀ ହୋଇ ଚଳେ। ଉନ୍ନତ ମନୁଷ୍ୟ ଜାଣେ ଯେ ଭଗବାନ ତାହାର ଭିତର ଦେଇ ନିଜକୁ ପ୍ରକାଶିତ କରିଅଛନ୍ତି। ସ୍ମରଣୀୟ ପଂକ୍ତି। ଆସନା ମୋର ଘରେ କେବେ ଆଉ ତୁମେ ହେ ଅହମିକା, ଆଣ ନାହିଁ ସାଥୀଗଣ ତବ, ଏ ଯେ ମୋର ରାଜାର ଗୃହ ଏବେ, ବନ୍ଧୁ ନୁହେଁ ତୁମେ ମୋର, କେତେ ବାଧା ଦେଇଛ ମୋତେ ତବ କର୍କଶ ଗୀତହୀନ ସ୍ୱରେ। ଆସିବନି ଆଉ ତୁମେ ଏହି ଗୃହ ଆବାସରେ, ଏ ଯେ ଏବେ ଦେବାଳୟ ପ୍ରଭୁଙ୍କ ଆବାସ। ନୀତି ଉପଦେଶ। ଆମକୁ ଭଗବତ ଚେତନା ଅଭ୍ୟାସ କରିବାକୁ ହେବ। କିଛି ଉନ୍ନତ ଦିଗରେ ଆମର ଚକ୍ଷୁ ଖୋଲି ଚାହିଁବାକୁ ହେବ। ଏହା ଯଦି କରିପାରୁ ତେବେ ଆମର ବିଷାଦ ଯାତନା ଏବଂ ଭୀତିର ଉପଶମ ହେବ। ଭଲ ମନ୍ଦ, ସୁଖ ଦୁଃଖ, ବିପରୀତପନ୍ଥୀ ଯାହା କିଛି ସାଧାରଣ ମନୁଷ୍ୟକୁ ଅନବରତ ଆକ୍ରମଣ କରେ, କିନ୍ତୁ ଏପରି ହେବା ଉଚିତ ନୁହେଁ। ଜୀବନକୁ ଯେତେବେଳେ ଆଧ୍ୟାତ୍ମିକ ଛନ୍ଦରେ ନିୟନ୍ତ୍ରଣ କରିପାରୁ, ସେତେବେଳେ ଆମେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚୁ ଏବଂ ଅହଙ୍କାର ଆମକୁ ଶିକାରୀ ପଶୁ ପରି ଆକ୍ରମଣ କରିପାରେ ନାହିଁ ଏବଂ ଆମେ ସମତା ରକ୍ଷା କରି ଚଳିବାକୁ ସକ୍ଷମ ହେଉ। ପ୍ରାର୍ଥନା। ବିଶ୍ୱର ସେହି ପରମ ଦେବତା ଯେପରି ମୋତେ ରକ୍ଷା କରନ୍ତି, ତାଙ୍କର ଆଶୀର୍ବାଦ ଯେପରି ମୋର ଚିରସାଥୀ ହୁଏ, ମୁଁ ଯେପରି ସର୍ବଦା ତାଙ୍କର ଇଚ୍ଛାରେ ଇଚ୍ଛା ମିଳାଇ କାର୍ଯ୍ୟ କରିଯାଏ, ଏ ଜୀବନ ଯେପରି ସର୍ବୋତ ଭାବେ ତାହାଙ୍କୁ ନିବେଦନ କରିପାରେ, ତାଙ୍କର ଶାନ୍ତି ଯେପରି ମୋର ଅନ୍ତର ଓ ଜୀବନକୁ ପରିପୂର୍ଣ୍ଣ କରି ରଖେ।